ଦେଖନ୍ତୁ ଏସ୍ପି ସମ୍ବଲପୁର ସାହେବଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ଯେଉଁ ଆମର ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ଆଣ୍ଟି ସୋସିଆଲ ଆକ୍ଟିଭିଟିଜ୍ ଉପରେ ଆକ୍ସନ୍ ନେବା ପାଇଁ ଏବଂ ସେହି ହିସାବରେ ଆମର ଟାଉନର ପ୍ରତି ଛକମାନଙ୍କରେ ନାକା ଦିଆହେଇଛି ଏବଂ ଲାଷ୍ଟ କିଛି ଦିନ ଦେଖିଥିବେ ଆମର ପ୍ରାୟ 40 ଜଣ ଲୋକ ଖଣ୍ଡେ ବିଭିନ୍ନ ଡ୍ରଗ୍ସ ଇଏରେ ଧରା ହେଇକରି ଫରୱାର୍ଡ ବି ହେଇଛନ୍ତି ଏବଂ ସେହି ଆଧାରରେ ସେ ଗତକାଲି ବି ସେଇ ଆଣ୍ଟି ଏନଫୋର୍ସମେଣ୍ଟ ଆକ୍ଟିଭିଟି ଚାଲିଥିବା ସମୟରେ ଆମର ଆଇଏସି ଅଇଁଠାପାଲି ଆମର ପିକେ ସ୍ୱାଇଁ ଏବଂ ତାଙ୍କର ଟିମ୍ ଗୋଟେ ଖବର ପାଇଥିଲେ ଯେ ଆମର ପାଞ୍ଚଗଛିଆ ପାଖରେ ଯେଉଁ ଅରବାନ ତଡ଼କା ଅଛି ତାର ପଛପଟେ ଗୋଟେ ଅଣ୍ଡର କନଷ୍ଟ୍ରକ୍ସନ୍ ଘରେ ଗୁଡ଼ାଏ ଲୋକ କିଛି ଲୋକ ଜୁଆ ଖେଳୁଛନ୍ତି ତ ସେଥିରେ ତାଙ୍କ ଟିମ୍ ରେଡ୍ କରିଥିଲେ ଏବଂ ରେଡ୍ କରିବା ସମୟରେ ଟୋଟାଲ 12 ଜଣ ଲୋକ ଥିଲେ ଏବଂ ଜଣେ ଖସି ପଳେଇଲା ଏବଂ 11 ଜଣଙ୍କୁ ଡିଟେନ୍ କଲେ ଏବଂ ସେଇ ଜାଗାରେ ଯେଉଁ ଆମର ଦେଖିଲା ସମୟରେ ଟଙ୍କା ଗଣିଲା ସମୟରେ 2,75,680 ଟଙ୍କା 12ଟା ମୋବାଇଲ ଫୋନ୍ 4ଟା ମୋଟରସାଇକେଲ ଗୋଟେ ହୋଣ୍ଡା ଜୟଜ କାର ଗୋଟେ ପଟି ଏବଂ 104ଟା ପ୍ଲେଇଂ କାର୍ଡସ୍ ସିଜ୍ କଲେ ଏବଂ ଟୋଟାଲ ବର୍ତ୍ତମାନ 11 ଜଣ ଆରେଷ୍ଟ ହୋଇଛନ୍ତି ଏବଂ ଫରୱାର୍ଡ ହୋଇଛନ୍ତି ଏବଂ ସେହି ସମୟରେ ଯେତେବେଳେ ସେମାନେ ପୋଲିସ ଟିମ୍ ରେଡ୍ କରିଥିଲେ ତ ସେମାନେ ବି ପୋଲିସ ଉପରେ ଟିକେ ଗାଳି ବନ୍ଦ କରିଥିଲେ ଏବଂ ଧକ୍କାମକା ହେଇଥିଲା ତ ସେଇଥିରେ ସେଇ କନସର୍ନରେ ଆମର ଅଇଁଠାପାଲି ଥାନାରେ କେସ୍ ନମ୍ବର 374/2025 ଓପିଜି ସେକ୍ସନ ଲାଗି ଏବଂ ଅନ୍ୟାନ୍ୟ ମିସଲେନିୟସ୍ ସେକ୍ସନ ଲାଗି ତାଙ୍କୁ ଆରେଷ୍ଟ କରାଯାଇଛି ଏବଂ ଫରୱାର୍ଡ କରାଯିବ।